ନମସ୍କାର। ମୁଁ ମନୋରମା ମିଶ୍ର, ନୀଳାଦ୍ରି ବିହାର, ଭୁବନେଶ୍ୱର। ସ୍ମୃତି ସାନ୍ତ୍ୱନାର ଏହି ଡିଜିଟାଲ ଆସରକୁ ଅଶେଷ ଅଭିନନ୍ଦନ ଏବଂ ଅନେକ ଅନେକ ଧନ୍ୟବାଦ ଏହାର ସମ୍ପାଦିକା ସବିତାରାଣୀ ବେହେରାଙ୍କୁ। ମୁଁ ନାରୀ ଉପରେ କିଛି କଥା କହିବାକୁ ଯାଉଛି, ଯାହାର ଶୀର୍ଷକ ନାରୀର କଥା। ନାରୀର କଥା। ନାରୀ ଦୁଇଟି ଅକ୍ଷରର ସମାହାରରେ ସଂକ୍ଷିପ୍ତ ଶବ୍ଦଟିଏ, ଦୁଇଟି ପରିବାରକୁ ସଂଯୋଗ କରୁଥିବା ଅତୁଟ ସେତୁଟିଏ। ଏଇ ନାରୀର କଥା କହିଲେ କେହି ଗାଁ ଗହଳର ଶ୍ରମିକ ମୂଲିଆ ଶ୍ରେଣୀର ସ୍ତ୍ରୀ ଲୋକ କି ସହରର ବସ୍ତିବାସିନୀ କଥା ଚିନ୍ତା କରି କହେନି, କିମ୍ବା କହେନି ଉଚ୍ଚତର ସମାଜର ତଥାକଥିତ ପାଶ୍ଚାତ୍ୟ ସଭ୍ୟତା ଅନୁଗାମିନୀ ଅତ୍ୟାଧୁନିକା ମାନଙ୍କ କଥା। ବରଂ ମଧ୍ୟବର୍ତ୍ତୀ ପରିବାରର ସଂସ୍କାର ବଳୟ ଭିତରେ ଯୁଗ ପରେ ଯୁଗ ମରଣାନ୍ତକ ଭାବେ ଘୁରି ଘୁରି ଯେଉଁମାନେ ବଳୟ ପାର ହେବାର ପ୍ରଚେଷ୍ଟାରେ ନିମଗ୍ନ ଏବଂ ଅନେକଟା ସଫଳ ମଧ୍ୟ, ସେହି ସଂଖ୍ୟାଗରିଷ୍ଠ ନାରୀମାନଙ୍କ କଥା ହିଁ ନାରୀର କଥା। ପ୍ରଥମ ପର୍ଯ୍ୟାୟରେ ନାରୀ ପରିଚିତା କାହାର କନ୍ୟା ଭାବେ। ଜନ୍ମସୂତ୍ରରୁ ଏ ପରିଚୟଟି ତାକୁ ମିଳିଥାଏ। ଏହି ଜନ୍ମସ୍ଥାନରେ ବା ପିତ୍ରାଳୟରେ ସେ ଖୁବ୍ ସ୍ୱଚ୍ଛନ୍ଦରେ ଜୀବନ ଅତିବାହିତ କରୁଥାଏ। ଦ୍ୱିଧାହୀନ ଭାବେ ତାହାକୁ ନିଜ ଘର ଭାବି ଖୁବ୍ ଅଧିକାର ଜାହିର କରୁଥାଏ। କିନ୍ତୁ ଆମ ସାମାଜିକ ବ୍ୟବସ୍ଥା ଅନୁସାରେ କନ୍ୟାଟି ପିତାଙ୍କ ଘରେ ମାତ୍ର କିଛି ଦିନର କୁଣିଆ, ଅନ୍ୟ ଏକ ଅଜଣା ଅଦେଖା ଘରର ଅମାନତ ମାତ୍ର। ସକଳ ସ୍ନେହ ଶ୍ରଦ୍ଧା ଦେବା ଭିତରେ କିନ୍ତୁ ସେହି କୋମଳ ଶୈଶବ ଓ କୈଶୋରରୁ ଝିଅଟିକୁ ପରଘର ଉପଯୋଗୀ କରି ଗଢ଼ାଯାଏ। ଯେମିତିକି କିଛି ଅନ୍ୟାୟର ପ୍ରତିବାଦ ନ କରି ବରଂ ତାକୁ ନୀରବରେ ସହ୍ୟ କରି ଯାଉଥିବ। ବାକ୍ ସ୍ୱାଧୀନତା କାଳେ ପରଘରେ ତା ପାଇଁ ବିପଦ ସୃଷ୍ଟି କରିବ। ସେ ଘର କାମରେ ନିପୁଣ ହେବା ଦରକାର। ନାରୀ ସୁଲଭ ଗୁଣ ସବୁ ଯାହା ଯାହା ଅଛି ତାକୁ ସେ ଆପଣେଇ ନେବା ଉଚିତ। ଅବଶ୍ୟ ସେ ଗୁଣ ସବୁ ତା ପାଇଁ କିଏ କେତେବେଳେ ଖଞ୍ଜିଛି କେଜାଣି? କିଏ ବା ତା କର୍ତ୍ତବ୍ୟକୁ ନିର୍ଦ୍ଧାରଣ କରି ଆସିଛି? ଝିଅଟିକୁ ଏତେ ଆଦର ସ୍ନେହ ଦେଉଥିବା ଆପଣା ଜନମାନେ ଗୋଟେ ସମୟରେ ତାକୁ ପର କରି ସେମାନଙ୍କ ଠାରୁ ଦୂରେଇ ଦିଅନ୍ତି। କି ବିଡ଼ମ୍ବନା! ପରିଦେହ ବଦଳେଇଲା ଭଳି ଅନାୟାସରେ ବଦଳିଯାଏ କନ୍ୟାଟିର ସଂଜ୍ଞା। ପୂର୍ଣ୍ଣ ଅଧିକାରରେ ଯେଉଁ ଘରେ ସେ ଦୀର୍ଘଦିନ ରହିଥାଏ, ସେ ଘର ତା ପାଇଁ ହୋଇଯାଏ ପରଘର। ନିଜ ଘର କହି ଯେଉଁ ଘରକୁ ତାକୁ ପଠେଇ ଦିଆଯାଏ, ସେ ଘରେ ସେ ପରଝିଅ ହୋଇ ହିଁ ଦିନ କାଟେ। ସେ ଘର ତାର ଶାଶୁଘର। ବିବାହ ସୂତ୍ରରୁ ପୁଣି ସେ ଘର ତାର ଏବଂ ତାର ପରିଚୟ ସେଠି କନ୍ୟା ବଦଳରେ ବଧୂ ହୋଇଯାଏ। କହିବା ବାହୁଲ୍ୟ, ଶାଶୁଘରଟି ଜଣେ ନାରୀ ନାମରେ ନାମିତ କେବଳ ବଧୂଟି ପାଇଁ, ନଚେତ ଅନ୍ୟ ସମସ୍ତେ ସେ ଘରକୁ ଶାଶୁଙ୍କ ସ୍ୱାମୀ ଅର୍ଥାତ୍ ଶ୍ୱଶୁରଙ୍କର ବୋଲି ଭାବନ୍ତି, ଜାଣନ୍ତି। ଏଯାବତ୍ ଏହା ସତ୍ୟ ଯେ ନାରୀର ନିଜସ୍ୱ ଘର ନାହିଁ, ଯେମିତି ତାର ନିଜସ୍ୱ ପରିଚୟ ନଥାଏ। ବିବାହ ପରେ କନ୍ୟାଟି ବାଣ୍ଟି ହୋଇଯାଏ ବଧୂ, ଜାୟା ଓ ଜନନୀରେ। ଅତୀତରେ ସବୁ ଅନ୍ତରଙ୍ଗ ସମ୍ପର୍କ ଓ ଅନୁଭବ କାହିଁ କେତେ ପଛରେ ରହିଯାଏ। ପରଲୋକକୁ ଆପଣେଇ ଝିଅଟି ସେଠି ଝିଅ ନୁହେଁ, ଝିଅ ଭଳି ରହିଯାଏ। ସେଇ ପରିବାରର ସୁଖ ଦୁଃଖରେ ନିଜକୁ ମିଶେଇ ଦିଏ। ତଥାପି ସେଇ ନିଜ ଘର ତାର ଯେତିକି ଦମ୍ଭିଲା, ଟିକେ ଏପଟ ସେପଟରେ ସେତିକି ଭଙ୍ଗୁର। କେବେ ପ୍ରଶଂସା ତ କେବେ ନିନ୍ଦା। ଭାଗ୍ୟ ଆଉ ଭଗବାନଙ୍କ ହାତରେ କ୍ରୀଡ଼ାର ପୁତଳି ସାଜି ଝିଅଟି ନିଜକୁ ସମର୍ପି ଦିଏ। ସଂସାରର ଭାର ବହନ କରିଥାଏ ଏବଂ ସମ୍ଭାଳିଥାଏ ଅନେକ ପାରିବାରିକ ଝଡ଼ଝଞ୍ଜା। ଖଣ୍ଡାଧାରରେ ଚାଲୁ ଚାଲୁ କ୍ରମେ ଦମ୍ଭ ହୋଇ ଭୂଇଁରେ ଲାଗେ ତାର ପାଦ ଏବଂ ପରବର୍ତ୍ତୀ ସମୟରେ ସେ ହୋଇଯାଏ ସେହି ପରଘର ଓ ପର ସଂସାରର ସତ୍ତ୍ୱାଧିକାରିଣୀ। ସେତେବେଳକୁ ଯୌବନ ଅତିକ୍ରାନ୍ତ। ତେବେ ପରବର୍ତ୍ତୀ ସମୟରେ ନାରୀର ନିରବଚ୍ଛିନ୍ନ ପ୍ରଚେଷ୍ଟା, ସଂଗ୍ରାମ ଓ ଶିକ୍ଷା ତାକୁ ସେଥିରୁ ମୁକ୍ତ କଲାଣି। ସେ ତାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲାଣି ଏବଂ ଅନ୍ୟ ଦ୍ୱାରା ନିଜର ମୂଲ୍ୟାଙ୍କନକୁ ଦିନ ଦିନ ଅପେକ୍ଷା ନ କରି ନିଜର ମୂଲ୍ୟ ନିଜେ ନିର୍ଦ୍ଧାରଣ କରିବାର ସାମର୍ଥ୍ୟ ଜୁଟେଇ ସାରିଲାଣି ଏବଂ ଫେରେଇ ଆଣିଲାଣି ନିଜର ଆତ୍ମସମ୍ମାନ ଓ ଆତ୍ମବିଶ୍ୱାସ। ପ୍ରକୃତରେ ଏସବୁ ପାଇଁ ଶିକ୍ଷା ହିଁ ସହାୟତା ଦେଇଛି। ପ୍ରାରମ୍ଭରୁ ଶିକ୍ଷାର ରାସ୍ତା ନାରୀ ପାଇଁ ରୁଦ୍ଧ ଥିଲା, କିନ୍ତୁ ଅନେକ ସାଧ୍ୟ ସାଧନାରେ ଏବଂ ଉଚ୍ଚମନା ପୁରୁଷ ଓ ଦୃଢ଼ମନା ନାରୀମାନଙ୍କ ହସ୍ତକ୍ଷେପ ଫଳରେ
ସେଇ ଅବରୁଦ୍ଧ ରାସ୍ତା ଟିକେ ଟିକେ କରି ଖୋଲିବାରେ ଲାଗିଲା, ଯାହା ଫଳରେ ସେତେବେଳେ କିଛି କିଛି ନାରୀ ଶିକ୍ଷାର ସୁଯୋଗ ପାଇଲେ। ପରବର୍ତ୍ତୀ ସମୟରେ କ୍ରମଶଃ ସେ ରାସ୍ତା ସମ୍ପୂର୍ଣ୍ଣ ଉନ୍ମୁକ୍ତ ହୋଇଗଲା। ପ୍ରତି ଘରେ ଝିଅମାନେ ଶିକ୍ଷା ଗ୍ରହଣ ପାଇଁ ଆଗ୍ରହୀ ହେଲେ ଏବଂ ସୁଯୋଗ ପାଇଲେ ମଧ୍ୟ। ଏହି ଶିକ୍ଷାଗତ ପରିବର୍ତ୍ତନ ଯୋଗୁଁ ନାରୀ ଆଜି ସେହି ଗତାନୁଗତିକ ଧାରାରୁ ଏବଂ ଅନ୍ଧବିଶ୍ୱାସରୁ ମୁକୁଳି ଆଲୋକମୁଖୀ ହେଲାଣି। ମର୍ଯ୍ୟାଦାବନ୍ତ ପଦବୀମାନଙ୍କରେ ଅବସ୍ଥାପିତ ହୋଇ ବିଶେଷ ସାଫଲ୍ୟ ଅର୍ଜନ କଲାଣି ଏବଂ ପରବର୍ତ୍ତୀ ପିଢ଼ି ପାଇଁ ଉଦାହରଣ ପାଲଟିବା ସଙ୍ଗେ ସଙ୍ଗେ ସେମାନଙ୍କ ସୁପ୍ତ ଆତ୍ମବିଶ୍ୱାସକୁ ଉଜ୍ଜୀବିତ କଲାଣି। ସର୍ବୋପରି ଏହି ବିଂଶ ଶତାବ୍ଦୀରେ ନାରୀର ଅନ୍ତର୍ନିହିତ ବହୁମୁଖୀ ପ୍ରତିଭାର ଉନ୍ମେଷ ମଧ୍ୟ ଘଟିଲାଣି। ପ୍ରତି ସ୍ତରରେ, ପ୍ରତି କ୍ଷେତ୍ରରେ ସେ କେବଳ ଆଗକୁ ହିଁ ଆଗେଇ ଚାଲିଛି। ନାରୀ ଭିତରେ ସେ ଯୁଗରେ ହେଉ କିମ୍ବା ଏ ଯୁଗରେ ସବୁକାଳେ ଆତ୍ମସନ୍ତୋଷ ଭରପୁର ଥିଲା ଏବଂ ଅଛି। ସେଇଥିପାଇଁ ତ ସେ ଦିନର ଅନ୍ଧାରରୁ ଆଜିର ଏ ଆଲୋକ ଆଡ଼କୁ ଲମ୍ବିଥିବା ଏହି ସଂସାର ରାସ୍ତାରେ କୁସଂସ୍କାରଚ୍ଛନ୍ନ ହୋଇ ହେଉ କିମ୍ବା ଶିକ୍ଷାଭିମୁଖୀ ହୋଇ ହେଉ, ନାରୀ ନିଜେ ତିଷ୍ଠି ପରିବାରଟି ତିଷ୍ଠିବାରେ ସହାୟତା କରିପାରୁଛି। ସନ୍ତାନ ଧାରଣର କଷ୍ଟ, ସନ୍ତାନକୁ ସଂସାରକୁ ଆଣିବାର ଦୁଃସହ ବେଦନା, ଦୁନିଆରେ ତାକୁ ଠିଆ କରେଇବାର ପ୍ରାଣାନ୍ତକ ସଂଘର୍ଷ, ଏସବୁ ଜଣେ ମା ଖୁବ୍ ଆଗ୍ରହରେ ଏବଂ ମନୋଯୋଗ ଦେଇ କରେ। ଅଥଚ ଦୁନିଆ ଏହାକୁ ତାର କର୍ତ୍ତବ୍ୟ କହି ବେଶ୍ ନିଶ୍ଚିନ୍ତ ହୋଇଯାଏ। କିନ୍ତୁ ନାରୀର ଏହି ନୀରବ ବୁଝାମଣା, ଏହି ନିଃସ୍ୱାର୍ଥ ଦାୟିତ୍ୱ ନିର୍ବାହ ଏବଂ ଅନନ୍ୟ ତ୍ୟାଗ ତାକୁ ମହିୟସୀ କରି ତୋଳିଛି, ପୁରୁଷଠାରୁ ନିଆରା କରିଛି। ଯେତେ ଭୂମିକା ଅଛି ନାରୀର, ଏହି ମା ଭୂମିକା ସବୁ ଭୂମିକା ଠାରୁ ଅନବଦ୍ୟ ଓ ଊର୍ଦ୍ଧ୍ୱରେ। ଆଜିର ଏହି ପରିବର୍ତ୍ତିତ ସମୟରେ ଆଲୋକାଭିମୁଖୀ ନାରୀମାନଙ୍କ ଭିତରେ ଅନେକ ଅବରୁଦ୍ଧ ତୃଷ୍ଣା, ଅବଦମିତ ଜିଜ୍ଞାସା, ନୂଆ କରି କିଛି ଦେଖାଇବାର ଇଚ୍ଛା ଏବଂ ସବୁ ଭଲକୁ ବାଛି ଆହରଣ କରିନେଇ ନିଜ ସାମର୍ଥ୍ୟର ଅନ୍ତର୍ଭୁକ୍ତ କରିବାର ଅଦମ୍ୟ ଆଗ୍ରହ। ଏସବୁରେ ଅନ୍ୟର କ୍ଷତି କରିବାର ଉଦ୍ଦେଶ୍ୟ ନାହିଁ, କେବଳ ନିଜକୁ ପରିପ୍ରକାଶ କରିବାର ଅଭିଳାଷ। ମାନସିକ ସ୍ତରରେ ନାରୀର ଅନେକ ପରିବର୍ତ୍ତନ ଘଟିଲାଣି। ନିଜେ ଅଧିକାର ସମ୍ବନ୍ଧରେ ସେ ମଧ୍ୟ ଅଧୁନା ଖୁବ୍ ସଚେତନ ହେଲାଣି। ତାର ଆତ୍ମପ୍ରତ୍ୟୟ ଏତେ ବଢ଼ିଗଲାଣି ଯେ ସେ ଆଉ ନିଜକୁ ଆଗ ଭଳି ଦୁର୍ବଳ ମନେ କରୁନି। ଗାଁ ଗହଳି ହେଉ ବା ସହରାଞ୍ଚଳ କିମ୍ବା ଶିକ୍ଷିତା ହେଉ ବା ଅଶିକ୍ଷିତା ନାରୀଟି ଯଦି କେଉଁଠି ସ୍ୱାବଲମ୍ବୀ ନ ହୋଇ ପରିବାର, ସ୍ୱାମୀ ବା ସନ୍ତାନ ଉପରେ ନିର୍ଭର କରୁଛି, ସେଠି ସେ ହୀନମନ୍ୟତାର ଶିକାର ନ ହୋଇ ବରଂ ନିର୍ଭରଶୀଳତାକୁ ନିଜର ଅଧିକାର ବୋଲି ଭାବୁଛି। ଜନ୍ମଗତ ଗୁଣ ଯୋଗୁଁ ନାରୀ ସର୍ବଦା ଗୋଟେ କୋମଳପଣରେ ବନ୍ଧା ଏବଂ ସର୍ବଦା ଖୁବ୍ ପରିବାର ମନସ୍କ। ଦୀପଟିଏ ହୋଇ ଜଳିବାରେ ତାର ଆନନ୍ଦ, ଧୂପ ହୋଇ ନିଃଶେଷ ହୋଇଯିବାରେ ଲଭେ ପୂର୍ଣ୍ଣତା। କିନ୍ତୁ ଆଜିର ନାରୀ ଆଗ ଭଳି ପରିବାରର ସୁଖ ସ୍ୱାଚ୍ଛନ୍ଦ୍ୟ ପ୍ରତି ନିଜ ନଜର ଦେବାକୁ ଯାଇ ନିଜକୁ ଆଉ ଉପେକ୍ଷା କରୁନି, ଅବହେଳା କରୁନି। ନିଜର ଖାଦ୍ୟ, ବସ୍ତ୍ର, ଶିକ୍ଷା, ସ୍ୱାସ୍ଥ୍ୟ ସବୁକୁ ଗୁରୁତ୍ୱ ଦେଉଛି। ଏହାର କାରଣ ତାର ଶିକ୍ଷା ଓ ଉତ୍ତରୋତ୍ତର ସମୃଦ୍ଧି। ସତ କହିବାକୁ ଗଲେ ବେଶ୍ ଶୃଙ୍ଖଳିତ ତଥା ଗୁରୁତ୍ୱପୂର୍ଣ୍ଣ ମଧ୍ୟ। ଘରେ ସେ ନିଜ ସନ୍ତାନର ଲାଳନ ପାଳନ କରିବା ସହିତ ତାର ଶିକ୍ଷା ଦୀକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହୁଛି। ଅନ୍ୟପକ୍ଷରେ ଚାକିରି କ୍ଷେତ୍ରରେ ଦାୟିତ୍ୱ ମଧ୍ୟ ସୁଚାରୁ ରୂପେ ତୁଲାଉଛି। ଆବଶ୍ୟକ ସ୍ଥଳେ ପରିବାରର ଅନ୍ୟମାନଙ୍କୁ ସାହାଯ୍ୟର ହାତ ବଢ଼ାଇ ଦେବାକୁ ଅନୁରୋଧ କରିପାରୁଛି। ପୁନଶ୍ଚ ଶିକ୍ଷା ଦ୍ୱାରା ମଧ୍ୟ ଭଗବାନଙ୍କ ପ୍ରଦତ୍ତ ନାରୀ ସୁଲଭ ଗୁଣଗୁଡ଼ିକ ତାର ଆହୁରି ବିକଶିତ, ମାର୍ଜିତ ଓ ରୁଚିସମ୍ପନ୍ନ ହୋଇଛି ଏବଂ ସେ ଖୁବ୍ ସମଜଦାର ହୋଇଯାଇଛି। ବର୍ତ୍ତମାନ ଆଉ କାହାରିଠାରୁ ଆଗେଇ ଯିବା କିମ୍ବା କାହା ସହ ସମାନ ହୋଇ ଚାଲିବା ତାର ଲକ୍ଷ୍ୟ ନୁହେଁ, ବରଂ ସୁଦୃଢ଼ ପଦପାତ ହିଁ ତାର କାମ୍ୟ। କ୍ରମେ ସେ ବୁଝିସାରିଲାଣି ତାର ସ୍ଥାନ ଅନେକ ଊର୍ଦ୍ଧ୍ୱରେ, ତେଣୁ ସେ ନିଜକୁ ଗୁଛେଇ ନ ରଖି ବିସ୍ତରି ଦେଉଛି। ସେଇଥିପାଇଁ ତ ଆଜି ଆମର ପାରିବାରିକ ଓ ସାମାଜିକ ବ୍ୟବସ୍ଥା ଓ ଚଳଣି ସମୃଦ୍ଧ ହେବା ସହିତ ଆମର ଭବିଷ୍ୟତ ବୋଲାଉଥିବା ଶିଶୁମାନେ ସୁସ୍ଥ ଓ ମାର୍ଜିତ ହୋଇଲେଣି ଓ ଆଗକୁ ଆଗେଇ ଗଲେଣି। ନାରୀ ତା ଅଗମ୍ୟ ପରିସୀମାରେ ଦିନେ ଲହୁଲୁହାଣ ହୋଇ ଯେଉଁ ପାଦଚଲା ରାସ୍ତାଟି ସର୍ଜନା କରିଥିଲା, ସେ ରାସ୍ତାଟି ଆଜି ସୁଦୃଶ୍ୟ ଓ ପ୍ରସାରିତ। ଏହି ପ୍ରସାରିତ ପଥରେ ଉତ୍ତରୋତ୍ତର ଉନ୍ନତି ଅଭିମୁଖେ ଆଗେଇ ଚାଲିଛି ଆମ ପରିବାର, ଆମ ସମାଜ। କିନ୍ତୁ ଗଭୀର ପରିତାପର ବିଷୟ, ଆମ ସମାଜରେ ତଥା ପରିବାରମାନଙ୍କରେ ଆଜି ଅନେକ ବିଶୃଙ୍ଖଳା, ଅମନୋଯୋଗିତା ଓ ଉଚ୍ଛୃଙ୍ଖଳତା। ଏହି ବିଶୃଙ୍ଖଳିତ ସମାଜ ତଥା ପରିବାର ସବୁକୁ ଆଖି ଆଗରେ ରଖି ନାରୀ ସଚେତନ ହେବା ସହିତ ସାବଧାନ ହେବା ଦରକାର। ସେ ଖାଲି ନାରୀ ନୁହେଁ, ସେ ମାଟିଏ ମଧ୍ୟ।
ଅନେକ ସାଧ୍ୟ ସାଧନାରେ ଏତେ ବାଟ ଆଗେଇ ଆସିଛି ଏବଂ ସମାଜକୁ କିଛିଟା କୁସଂସ୍କାର ମୁକ୍ତ କରିପାରିଛି। ଆହୁରି ସୁସ୍ଥ ସୁନ୍ଦର ସମାଜଟିଏର ସ୍ୱପ୍ନ ମଧ୍ୟ ଦେଖୁଛି। କିନ୍ତୁ ତାର ଏଇ ମା ଭୂମିକାଟି ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସମାଜରେ ଯେତେ ଭଲ ମନ୍ଦ ଉଦାର ଉଚ୍ଛୃଙ୍ଖଳ ମଣିଷ ଠିଆ ହୋଇଛନ୍ତି, ସମସ୍ତଙ୍କର ବୀଜଟି ତ ପ୍ରଥମେ ମା ନାମକ ନାରୀଟି ଗର୍ଭରେ ରୋପିତ ହୋଇଥାଏ। ତାର ଅଙ୍କୁରଟି ପରିବାର ଭିତରେ ସେଇ ମା ଦ୍ୱାରା ହିଁ ବଢ଼ିବାର ସୁଯୋଗ ପାଇଥାଏ। ତେଣୁ ପୁତ୍ର ହେଉ କି କନ୍ୟା, ସେହି ଅଙ୍କୁର ଅବସ୍ଥାରୁ ସେହି 2-4ଟି କଅଁଳିଆ ପତ୍ର ବାହାରି ଆସୁଥିବା ବେଳରୁ ତାକୁ ଉତ୍ତମ ମାର୍ଗରେ ପରିଚାଳିତ କରିପାରିଲେ ହୁଏତ ସମାଜରେ, ପରିବାରରେ ଓ ପରିବେଶରେ ନିରାପତ୍ତା ଓ ଶୃଙ୍ଖଳା ବଜାୟ ରହନ୍ତା ଏବଂ ବହୁ ଆୟାସଲବ୍ଧ ଏହି ସୁନ୍ଦର ସମାଜ ଓ ସଫଳ ପରିବାର ଆହୁରି ସମୃଦ୍ଧ ଓ ସୌଷ୍ଠବପୂର୍ଣ୍ଣ ହୋଇ ତିଷ୍ଠି ରହିବା ସହିତ ଦୀର୍ଘସ୍ଥାୟୀ ମଧ୍ୟ ହୁଅନ୍ତା। ଏସବୁର ଊର୍ଦ୍ଧ୍ୱରେ ନାରୀ ତା ନିଜକୁ ନେଇ ସଚେତନ ରହିବା ପ୍ରଧାନ କଥା। ଦୀର୍ଘ ଦିନର ପ୍ରଚେଷ୍ଟା ବଳରେ ସେ କ୍ରମବର୍ଦ୍ଧିଷ୍ଣୁ ହାରରେ ଖୋଲା ଆକାଶ ଓ ମୁକ୍ତ ପବନ ତଥା ଉଜ୍ଜ୍ୱଳ ଆଲୋକ ଆଡ଼କୁ ଡଙ୍କେଇ ଯାଉଛି। ଏ ଉନ୍ନତି, ଏ ପରିବର୍ତ୍ତନ ସ୍ୱାଗତ ଯୋଗ୍ୟ। କିନ୍ତୁ ତାର ଏ ଅଗ୍ରଗତିରେ ସଂଯମତା ରହୁ। ନୂତନ କିଛି ସୃଷ୍ଟି କରିବାର ପିପାସା, ମନ୍ଦରୁ ଭଲକୁ ଖୋଜି ଗ୍ରହଣ କରିବାର ମାନସିକତା ତାକୁ ଉପଯୁକ୍ତ ମାର୍ଗରୁ ବିଚ୍ୟୁତ ନ କରୁ। କାରଣ ଆଗକୁ ଲମ୍ବିଥିବା ଅଜଣା ରାସ୍ତାର ଶେଷ ସବୁବେଳେ ଅନିଶ୍ଚିତ, ଆଶଙ୍କାଯୁକ୍ତ। ତେଣୁ ହାତ ମାପି ଚାଖଣ୍ଡେ ଚାଲିବା ନୀତି ହିଁ ସମାଜର ପ୍ରମୁଖ ଭୂମିକା ନିଭାଉଥିବା ନାରୀ ପକ୍ଷେ ସର୍ବଦା ଗ୍ରହଣୀୟ। ତେବେ ଯାଇ ତା ନିମିଳିତ ନୟନ ଯୁଗଳରେ ଯେଉଁ ସ୍ୱପ୍ନକୁ, ଯେଉଁ ପ୍ରାପ୍ତି ସବୁକୁ ସେ ବାନ୍ଧି ରଖିଛି, ତାହା ନଷ୍ଟ ନ ହୋଇ ତିଷ୍ଠି ରହନ୍ତା। ସମାଜର ଭବିଷ୍ୟତ ସୁଦୃଶ୍ୟ, ଶୃଙ୍ଖଳିତ ତଥା ସୌଷ୍ଠବମୟ ହେବା ସହିତ ନାରୀ ନିଜେ ମଧ୍ୟ ସୁରକ୍ଷିତ ରହନ୍ତା ଓ ସଂସାରର କଲ୍ୟାଣ ସାଧନ ହୁଅନ୍ତା। ଧନ୍ୟବାଦ।